ଆମ ଖୁସିର ସବୁଠାରୁ ବଡ଼ ଶତ୍ରୁ କ'ଣ ଜାଣିଛ? ଆମ ପାଖରେ ଯାହା ଅଛି ତାକୁ ଆମେ କମ୍ ଭାବୁ ଓ ଅନ୍ୟର ଜୀବନକୁ ଦେଖି ନିଜକୁ ଅସଫଳ ଭାବୁ। ଜୀବନରେ ଖୁସି ପାଇବାକୁ ଆମେ ବହୁତ ଦୂରରେ ଖୋଜୁଛେ, କିନ୍ତୁ ସତ ହେଲା ଖୁସି ଆମ ପାଖରେ ହିଁ ଅଛି। ଆମେ ଯାହା ପାଇଛୁ ସେଥିର ମୂଲ୍ୟକୁ ବୁଝିପାରୁନାହିଁ। ଆମ ପାଖରେ ଥିବା ସୁଯୋଗ, ପରିବାର, ସ୍ୱାସ୍ଥ୍ୟ, ଛୋଟ ଛୋଟ ସଫଳତା ଏହିସବୁ ସାଧାରଣ ଭାବେ ନେଉଛୁ। କିନ୍ତୁ ଯେତେବେଳେ ଆମେ ଅନ୍ୟମାନଙ୍କ ଜୀବନକୁ ଦେଖୁଛୁ, ସେମାନଙ୍କର ଗାଡ଼ି, ଘର, ଲାଇଫଷ୍ଟାଇଲ୍, ସୋସିଆଲ ମିଡ଼ିଆର ଚକଚକି, ସେଠାରୁ ତୁଳନା ଆରମ୍ଭ ହୁଏ। ଆଉ ଏହି ତୁଳନା ଆମର ଆତ୍ମବିଶ୍ୱାସକୁ ଭାଙ୍ଗିଦିଏ। ମନେ ରଖନ୍ତୁ, ପ୍ରତ୍ୟେକ ଲୋକଙ୍କର ଯାତ୍ରା ଅଲଗା। ଯାହା ଆପଣଙ୍କ ପାଖରେ ଅଛି ସେଥିପାଇଁ ଅନ୍ୟ କେହି ଜଣେ ପ୍ରାର୍ଥନା କରୁଥାଇପାରେ। ପ୍ରକୃତ ସମୃଦ୍ଧି ହେଉଛି କୃତଜ୍ଞତାରେ। ଯେଉଁଦିନ ଆପଣ ନିଜ ପାଖରେ ଥିବା ଜିନିଷକୁ ମୂଲ୍ୟ ଦେବା ଆରମ୍ଭ କରିବେ, ସେହି ଦିନରୁ ଆପଣଙ୍କ ଜୀବନରେ ଖୁସି ଆସିବା ଆରମ୍ଭ ହେବ। ତୁଳନାକୁ ଛାଡ଼ନ୍ତୁ, କୃତଜ୍ଞତାକୁ ଆଲିଙ୍ଗନ କରନ୍ତୁ, ନିଜ ଜୀବନକୁ ସମ୍ମାନ କରନ୍ତୁ। ଖୁସି ବାହାରେ ନୁହେଁ, ଏହା ଆପଣଙ୍କ ମନରେ ଅଛି।